ଗାନ୍ଧୀଙ୍କ ସମୟରେ ସଂସ୍କୃତ ଚତୁର୍ଥ ଶ୍ରେଣୀରୁ ପଢା ଯାଉଥିଲା। ମୋହନଙ୍କ ପାଇଁ ସଂସ୍କୃତ ବଡ଼ କଷ୍ଟ ପାଠ ଥିଲା। ସେ ସଂସ୍କୃତ ବୁଝିପାରୁନଥିଲେ। ଶ୍ଲୋକ ଘୋଷି ମନେ ରଖିବା ତାଙ୍କୁ କଷ୍ଟ ହେଉଥିଲା। ସଂସ୍କୃତ ପଣ୍ଡିତ ବି ଭାରି କଡ଼ା ପ୍ରକୃତିର ଲୋକ ଥିଲେ। ତାଙ୍କ ସବୁ ପିଲା ଯେ ସଂସ୍କୃତ ଭଲ ଭାବେ ଶିଖନ୍ତୁ ପଣ୍ଡିତେ ଚାହୁଁଥିଲେ। ମୋହନଙ୍କର କିନ୍ତୁ ସଂସ୍କୃତ ଶିକ୍ଷାରେ କିଛି ଉନ୍ନତି ନଥିଲା। ଥରେ ସେ ଶ୍ରେଣୀ ପରୀକ୍ଷାରେ ସଂସ୍କୃତରେ ଫେଲ ହୋଇଯାଇଥିଲେ। ସ୍କୁଲରେ ସଂସ୍କୃତ ଏକ ଇଚ୍ଛାଧୀନ ବିଷୟ ଥିଲା। ଯେଉଁମାନେ ସଂସ୍କୃତ ନ ପଢିବେ ସେମାନେ ଅନ୍ୟ ଏକ ଭାଷା ପଢିପାରିବେ ବୋଲି ସୁବିଧା ଥିଲା। ସେ ଭାଷା ପାର୍ସୀ ଭାଷା ଥିଲା। ମୋହନ ସଂସ୍କୃତ ବଦଳରେ ପାର୍ସୀ ପଢିବେ ବୋଲି ଇଚ୍ଛା ଜାହିର କଲେ। ଯେଉଁ ବିଷୟ ବୁଝି ହେଉନି ସେ ବିଷୟରେ ସମୟ ଦେବା ଉଚିତ ନୁହେଁ ବୋଲି ସେ ଠିକ କରିନେଲେ। ପାର୍ସୀ ପଢୁଥିବା ସହପାଠୀମାନେ ପାର୍ସୀ ଯେ ଏକ ସରଳ ଭାଷା ମୋହନକୁ ବୁଝେଇ ଦେଇଥିଲେ। ପାର୍ସୀ ଶିକ୍ଷକ ମଧ୍ୟ ବେଶ ଶାନ୍ତ ପ୍ରକୃତିର ମଣିଷ ଥିଲେ। ମୋହନ ପାର୍ସୀ ପଢିଲେ କିଛି ଅସୁବିଧା ହେବନି ବୋଲି ପାର୍ସୀ ଶିକ୍ଷକ ଆଶ୍ୱାସନା ଦେଇଥିଲେ। ମୋହନଙ୍କର ପାର୍ସୀ ପଢିବା ନିଷ୍ପତ୍ତି ଶୁଣି ସଂସ୍କୃତ ଶିକ୍ଷକ କିନ୍ତୁ ଖୁସି ନଥିଲେ। ମୋହନକୁ ଦିନେ ସଂସ୍କୃତ ଶିକ୍ଷକ ଡାକିଲେ, ପଚାରିଲେ, ମୋହନ, ତୁ ସଂସ୍କୃତ ଛାଡି ପାର୍ସୀ କାହିଁକି ପଢିବୁ? ସଂସ୍କୃତ ପଢିବାରେ ତୋର ଅସୁବିଧା କଣ? ସେ ଅସୁବିଧା କଥା ମୋତେ କହ, ମୁଁ ତାର ସମାଧାନ କରିଦେବି। ସଂସ୍କୃତ ତୋ ଧର୍ମର ଭାଷା, ତୁ ପ୍ରଥମେ ତାକୁ ଶିଖିବା ଉଚିତ। ମୋହନ ଆଉ ପାର୍ସୀ କ୍ଲାସକୁ ଗଲେ ନାହିଁ। ସଂସ୍କୃତ ଛାଡି ଦେଇଥିବା ନିଷ୍ପତ୍ତି ପାଇଁ ମନ ଦୁଃଖ କଲେ। ସଂସ୍କୃତ ପ୍ରତି ଶ୍ରଦ୍ଧା ବଢିଲା ମୋହନଙ୍କର। ସଂସ୍କୃତ ଶିକ୍ଷକ ମଧ୍ୟ ମୋହନଙ୍କ ସଂସ୍କୃତ ଶିକ୍ଷା ପ୍ରତି ସ୍ୱତନ୍ତ୍ର ନଜର ଦେଲେ। ମ୍ୟାଟ୍ରିକ ପରୀକ୍ଷାରେ ସଂସ୍କୃତରେ ଖୁବ ଭଲ ନମ୍ବର ରଖିଥିଲେ ମୋହନ ଦାସ। ପରବର୍ତ୍ତୀ ସମୟରେ ସ୍କୁଲ ଜୀବନର ସେ ସଂସ୍କୃତ ଶିକ୍ଷକଙ୍କୁ ମୋହନ ଦାସ ବେଶୀ ମନେ ପକାନ୍ତି। କହନ୍ତି, ପିଲାବେଳର ମୋ ସଂସ୍କୃତ ଶିକ୍ଷା ମୋତେ ପର ଜୀବନରେ ସଂସ୍କୃତ ବହି ପଢିବାରେ ଯଥେଷ୍ଟ ସାହାଯ୍ୟ କରିଛି। ମୁଁ ସଂସ୍କୃତରେ ଗୀତା ପଢି ବୁଝିପାରୁଛି। ସମସ୍ତେ ତେଣୁ ସଂସ୍କୃତ ପଢିବା ଦରକାର। ଏକାଧିକ ଭାରତୀୟ ଭାଷା ଯେ ସମସ୍ତେ ଜାଣିବା ଉଚିତ, ଗାନ୍ଧୀଙ୍କର ଏହା ପରାମର୍ଶ ଥିଲା।